ରାଉରକେଲାରୁ କାଲକାଟା ବୁଲିବାର ଗୋଟେ ଟୁର୍ କରାଯାଇଥିଲା। ଆମେ ଫାଇନାଲି ପହଞ୍ଚିଗଲୁ କୋଲକାତା। କୋଲକାତାରୁ ଏବେ ଯାଉଛୁ ଆମେ ହାୱଡ଼ା ବ୍ରିଜ୍ ଦେଖିବା ପାଇଁ। ହାୱଡ଼ା ବ୍ରିଜ୍ ପହଞ୍ଚିଗଲୁ ଆମେ। ଅଙ୍କିତ ପୋଜିସନ୍ ଦଉଛି ହାୱଡ଼ା ବ୍ରିଜ୍ ର ଫଟୋ ଉଠେଇବା ପାଇଁ। ଯାଇକି ଠିଆ ହେଇଛି ସେଠି। ମେଘା ତାର ଅଲଗା ଭିଡ଼ିଓ ବନଉଛି। ହାୱଡ଼ା ବ୍ରିଜ୍ ର ଭ୍ୟୁଟା ବହୁତ ବଢ଼ିଆ ଆସୁଛି। ଆଉ ଅଙ୍କିତ ବାଏ ବାଏ କଲାଣି। ତାପରେ ଆମେ ଆସିଲୁ ବେଲୁର ମଠ। ବେଲୁର ମଠ ବୁଲିଲା ପରେ ଆମେ ଦକ୍ଷିଣେଶ୍ୱର କାଲି ଯିବା। ଆଉ ଖରା ବି ବହୁତ ହଉଛି। ଆଉ ବେଲୁର ମଠ ଭଲ ଜାଗାଟା, ଭଲ ଲାଗିଲା ବୁଲିବା ପାଇଁ। ତାପରେ ଆମେ ବୋଟରେ ବସିକି ବାହାରିଲୁ ଦକ୍ଷିଣେଶ୍ୱର କାଲି ଯିବା ପାଇଁ। ଆଉ ଡଙ୍ଗାରେ, ବଡ଼ ଡଙ୍ଗାଟା ଥିଲା। ଅଙ୍କିତ ବହୁତ ଖୁସି ଅଛି ଡଙ୍ଗାରେ ଯିବା ପାଇଁ। ଆଉ ପାଖାପାଖି ଅଧଘଣ୍ଟା ଲାଗିଯିବ ସେ ପାରି ଯିବା ପାଇଁ। ଦେଖା କେତେ ସମୟ ଲାଗୁଛି। ଆଉ ଡଙ୍ଗାରେ ବହୁତ ଲୋକ ବସିଛନ୍ତି। ଆଉ ଟିକେ ସମୟ ପରେ ଆଉ ହୁଗଲି ନଦୀରୁ ଆମେ ଏବେ ବର୍ତ୍ତମାନ ପାର କରୁଛୁ। ବ୍ୟାକ୍ ସାଇଡ୍ ଏରିଆ ହେଲା ସେଇଟା। ଏବେ ଜଷ୍ଟ ଆମେ ବୁଲିକି ଆସିଲୁ। ବହୁତ ଭଲ ଜାଗାଟା। ହୁଗଲି ନଦୀ ପାର କରିବା ପାଇଁ କିଛି ନହେଲେ ଆମକୁ ଅଧଘଣ୍ଟା ଲାଗିବ। ବେଲୁର ମଠ ପଛପଟେ ବହୁତ ବଢ଼ିଆ ଭ୍ୟୁ ଦେଖାଯାଉଛି। ବେଲୁର ମଠରୁ ଆମେ ଏବେ ଜଷ୍ଟ ଦର୍ଶନ ସରିକି ଯାଉଛୁ ଆମେ ଦକ୍ଷିଣେଶ୍ୱର କାଳୀ। ମୁଁ କେବେ ଯାଇନି, ପ୍ରାୟ କାଲକାତା 3-4 ଥର ଯାଇଛି, କିନ୍ତୁ ଦକ୍ଷିଣେଶ୍ୱର କାଳୀ କେବେ ଯାଇନି। ଏଇଟା ଆମର ଫାର୍ଷ୍ଟ ଟାଇମ୍ ଟୁର୍। ଆଉ ଦାମ ବି ଆସିଥିଲା, ଗାଡ଼ିଟା ଦାମ ବସିଛି। ଦାମ ବି ତାର ବି ଫାର୍ଷ୍ଟ ଟାଇମ୍ ସିଏ ଯାଉଛି ଦକ୍ଷିଣେଶ୍ୱର କାଳୀ। ଆଉ ସମସ୍ତେ କେହି ବି ଯାଇନାହାନ୍ତି, ସମସ୍ତଙ୍କର ଫାର୍ଷ୍ଟ ଟାଇମ୍ ଏଇଟା। ଦକ୍ଷିଣେଶ୍ୱର କାଳୀ ଯାଉଛୁ ସମସ୍ତେ ମିଶିକି। ଆଉ ବହୁତ ଭଲ ଜାଗାଟା। ଆଉ ଯିଏ ବି ଆସିବ କାଲକାତା, ବେଲୁର ମଠ ପ୍ଲସ୍ ଆମର ଦକ୍ଷିଣେଶ୍ୱର କାଳୀ, এই ଦୁଇଟା ଜିନିଷ, ହାୱଡ଼ା ବ୍ରିଜ୍ ଯାଇକି ଦେଖନ୍ତୁ। ବହୁତ ବଢ଼ିଆ ଜାଗାଟା। ଅଙ୍କିତ ବସିଛି ସାଇଡ଼ରେ, ଆଉ ଏଇ ସାଇଡ଼ରେ ଆତାଇ ବସିଛନ୍ତି ଏପଟେ ଡଙ୍ଗା ତଳେ। ଆଉ ପହଞ୍ଚିଗଲୁ ଆମେ। ଡଙ୍ଗାରୁ ବୁଲିକି ଯାଉଛୁ ଆଗକୁ। ଏଇ ଜାଗାଟା ବି ବଢ଼ିଆ ହେଇଛି। ଆଉ ଟିକେ ପରେ ଏଇ ପାଖରେ ହିଁ ଅଛି ଆମର ଦକ୍ଷିଣେଶ୍ୱର କାଳୀ ମନ୍ଦିରଟା। ଆଉ ଟିକେ ପରେ ପହଞ୍ଚିଯିବା। ଏ ରାଇଟ୍ ସାଇଡ୍ किधर जा रहा है? उधर तो और एक रात, उधर तो और एक आगे ମନ୍ଦିରରେ ବହୁତ ଗରମ ଥିଲା ସେଇଦିନ। ଖରା ବହୁତ ଜୋର ହଉଥିଲା, ବେଶୀ ଖରା ହଉଥିଲା। तुझे बुलाए ना अंकित? कब? उस टाइम चल अंकित, मम्मी पापा आ गए, हाथ पकड़ के लेके जा रही हूँ, तुम नहीं माना। कहाँ भाग गया? इधर मैं तो उधर देखूंगी तेरे को। ଦକ୍ଷିଣେଶ୍ୱର କାଳୀ ମନ୍ଦିର ଦର୍ଶନ ପରେ ଆମେ ପଳେଇ ଆସିଲୁ ରାଣୀ ଭିକ୍ଟୋରିଆ। ଆଉ ସନ୍ଧ୍ୟା ବି ହେଲାଣି। ଏଇଟା ଆମର ଲାଷ୍ଟ ଡେଷ୍ଟିନେସନ୍। ଏଇଟା କମ୍ପ୍ଲିଟ୍ ହେଲା ପରେ ଆମେ ରିଟର୍ନ ହବୁ, ରାଉରକେଲା ପଳେଇବୁ। ଆଉ ଅଙ୍କିତର ଦାମ, ସିଏ ତାର ଅଲଗା ଭିଡ଼ିଓ ବନଉଛି। ସେ, ମୁଁ ମୋର ଅଲଗା ଭିଡ଼ିଓ ବନଉଛି। ଅଙ୍କିତର ତାର ତ ବହୁତ ଖୁସି ଚାଲିଛି, ତାର ଡିଆଁ ଡିଁ। ଆଉ ବସିଆ ଲୋକ ବସିଛନ୍ତି ଏଠି ସାଇଡ଼ରେ। ସୂର୍ଯ୍ୟ ଅସ୍ତ ହେଉଛି, ବହୁତ ବଢ଼ିଆ ଭ୍ୟୁ। ଆମର ସରିଲା କୋଲକାତା ଟୁର୍। ତା ନେକ୍ସଟ ଅଲଗା ଭିଡ଼ିଓରେ ଦେଖାହବ।
ओके बाय बाय नमस्कार समस्तଙ୍କୁ।